ଶ୍ରାଦ୍ଧ ପାଇଁ ପ୍ରତିବର୍ଷ ଆଶ୍ୱିନ ମାସର କୃଷ୍ଣ ପକ୍ଷ 15 ଦିନ ମଧ୍ୟରୁ ଯାହାର ଯେଉଁ ଦିନ ସୁବିଧା ହୁଏ, ସେ ସେହି ଦିନ ପିତରମାନଙ୍କ ପାଇଁ ଭୂରି ଭୋଜନ ଆୟୋଜନ କରିଥାଏ। ପୁଣି ଅନ୍ୟ କେଉଁଦିନ ଅନ୍ୟମାନେ ମଧ୍ୟ ନିଜ ନିଜର ପିତରମାନଙ୍କ ପାଇଁ ଶ୍ରାଦ୍ଧ ବା ପିଣ୍ଡଦାନର ବ୍ୟବସ୍ଥା କରିଥାନ୍ତି। ସ୍ୱର୍ଗଲୋକରେ ବସବାସ କରି ରହିଥିବା ପିତୃପୁରୁଷମାନେ ସୂକ୍ଷ୍ମ ଶରୀର ଧାରଣ କରି ଶ୍ରାଦ୍ଧ ଆୟୋଜିତ ହୋଇଥିବା ଦିନ ନିର୍ଦ୍ଦିଷ୍ଟ ସ୍ଥାନରେ ଆସି ପହଞ୍ଚି ଯାଆନ୍ତି ବୋଲି ଲୋକେ କହିଥାନ୍ତି। ସେମାନେ ନିମନ୍ତ୍ରିତ ବ୍ରାହ୍ମଣମାନଙ୍କ ସହିତ ହିଁ ଭୋଜନ କରିଥାନ୍ତି। ଯଦି କୌଣସି ବର୍ଷ କୌଣସି କାରଣବଶତଃ ବା କାର୍ଯ୍ୟବଶତଃ ପିତୃପୁରୁଷମାନେ ଯୋଗଦାନ କରିପାରନ୍ତି ନାହିଁ, ତେବେ ବ୍ରାହ୍ମଣମାନଙ୍କୁ ଭୂରି ଭୋଜନରେ ଯେଉଁ ଆପ୍ୟାୟିତ କରାଯାଇଥାଏ, ସେମାନଙ୍କର ସେହି ଭୋଜନକୁ ପିତୃପୁରୁଷମାନଙ୍କ ନିକଟକୁ ଆପେ ଆପେ ପହଞ୍ଚିଯାଏ। ଫଳରେ ସେହି ଭୋଜନ ଦ୍ୱାରା ସେମାନେ 364 ଦିନ କ୍ଷୁଧା ନିବାରଣ କରି ରହିଯାଆନ୍ତି। ଏମିତି ମାନେ ଆମର କ'ଣ ସମାଜରେ ପ୍ରଚଳିତ ଅଛି। ଆମର ଯୋଉ ଶ୍ରାଦ୍ଧ କରାହଉଛି, ବର୍ତ୍ତମାନ ବି ଶ୍ରାଦ୍ଧ କରୁଛନ୍ତି ଯୋଉମାନେ, ତ ଯୋଉ ସବୁ ବ୍ୟବସ୍ଥା ସବୁ ଲୋକମାନଙ୍କୁ ଯିଏ ଶ୍ରାଦ୍ଧ କରେ ସେମାନଙ୍କୁ କହିଥାନ୍ତି ଯେ ଏମିତି ଏମିତି କରାଯାଏ। ତ ସେଇ ବିଷୟରେ ସିଏ ପ୍ରଶ୍ନ ପଚାରୁଛନ୍ତି। ତ ଉତ୍ତରରେ କ'ଣ କରୁଛନ୍ତି, ଶ୍ୟାମ କ'ଣ କହୁଛନ୍ତି ନା, ଏହା ପୂର୍ବରୁ ମୁଁ ସ୍ପଷ୍ଟ ଭାବେ କହିଛି ଯେ ଆତ୍ମା ଅଥବା ଶରୀରର ନାମ କୌଣସି ପ୍ରକାରେ ମଧ୍ୟ ପିତର ପଦବାଚ୍ୟ ହୋଇପାରିବ ନାହିଁ। ଆତ୍ମା ଓ ଶରୀରର ସମ୍ପର୍କ ସ୍ଥାପିତ ହେବା ପରେ ତାହା ପିତର ନାମରେ ଅଭିହିତ ହୋଇଥାଏ। ଏପରି ହେଉଥିବା ସ୍ଥଳେ ପିତୃପୁରୁଷମାନେ ସୂକ୍ଷ୍ମ ଶରୀର ଧାରଣ କରି ଭୋଜନ କରିବା ପାଇଁ ସେଠାକୁ ଆସିଥାନ୍ତି। ଯେଉଁମାନେ ଏପରି ମତ ପୋଷଣ କରିଥାନ୍ତି, ସେମାନେ ନିଜ ନିଜର ଅଜ୍ଞାନତା ଓ ଅବିବେକତା ପରିଚୟ ଦେଇଥାନ୍ତି। ତେବେ ସେ ଯାହା ହେଉନା କାହିଁକି, ଆସନ୍ତୁ ଦୁର୍ଜନ ତୋଷଣ ନ୍ୟାୟରେ କିଛି ସମୟ ପାଇଁ ଧାରଣ କରିନେବା ଯେ ପିତୃପୁରୁଷମାନେ ସୂକ୍ଷ୍ମ ଶରୀର ଧାରଣ କରି ଭୋଜନ ପାଇଁ ନିଶ୍ଚିତ ଭାବେ ଆସିଥାନ୍ତି ବୋଲି ଆମେ ମାନିନେବା କିଛି ସମୟ ପାଇଁ। ବର୍ତ୍ତମାନ ଆମେ ବିଚାର କରିବା ଯେ ସେମାନେ ସ୍ଥୂଳ ଶରୀର ଧାରଣ ନ କରି ସୂକ୍ଷ୍ମ ଶରୀର ବା କିପରି ଭାବେ ଭୋଜନ କରିପାରିବେ। ହେଲା, ଆମର ଯୋଉ ଭୋଜନଟା ଦିଆଯାଉଛି, ଆମେ ଭୋଜନଟା କ'ଣ ସ୍ଥୂଳ ରୂପରେ ଦଉଛେ। ତ ଯିଏ ସୂକ୍ଷ୍ମ ରୂପରେ ଆସିବ, ସେ କେମିତି ସ୍ଥୂଳ ଭୋଜନଟାକୁ ଗ୍ରହଣ କରିବ ବୋଲି କୁହାଯାଉଛି। କାରଣ ସୂକ୍ଷ୍ମ ଶରୀର ଧାରଣ କରି ଭୋଜନ କରିବା କେବେ ମଧ୍ୟ କେଉଁଠାରେ ସମ୍ଭବ ହୋଇନଥାଏ। ହେଲା, ସୂକ୍ଷ୍ମ ଶରୀର ବାଲା କୌଣସି ସ୍ଥୂଳ ଭୋଜନକୁ ଗ୍ରହଣ କରିପାରିବ ନାହିଁ। ଏହାରି ଉତ୍ତରରେ ଯଦି କୁହାଯାଏ ନିମନ୍ତ୍ରିତ ବ୍ରାହ୍ମଣ ମାନଙ୍କ ସହିତ ହିଁ ସେମାନେ ଭୋଜନ କରିଥାନ୍ତି, ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ପ୍ରଥମେ ପିତୃପୁରୁଷ ମାନେ ଭୋଜନ କରିଥାନ୍ତି ନା ବ୍ରାହ୍ମଣ ମାନେ। ଏହାର ଉତ୍ତର ଯଦି ହୁଏ ବ୍ରାହ୍ମଣ ମାନେ ପ୍ରଥମେ ଭୋଜନ କରିଥାନ୍ତି, ତେବେ ବିଚାର କରିବାକୁ ହେବ ଯେ ପିତୃପୁରୁଷ ମାନେ ବ୍ରାହ୍ମଣ ମାନଙ୍କର ଅଇଁଠାକୁ ଖାଇଥାନ୍ତି। ଯଦି କୁହାଯାଏ ଉଭୟ ସାଥୀ ହୋଇ ଏକତ୍ର ଭୋଜନ କରିଥାନ୍ତି, ତେବେ ବିଚାର କରିବାକୁ ହେବ ଯେ ଉଭୟ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କ ଅଇଁଠା ଖାଇବା ପାଇଁ ବାଧ୍ୟ ହୋଇଥାନ୍ତି। ଯେ କୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଅନ୍ୟର ଅଇଁଠା ଖାଇବା ହେଉଛି ସିଦ୍ଧାନ୍ତ ବିରୁଦ୍ଧ, ସ୍ୱାସ୍ଥ୍ୟ ଦୃଷ୍ଟିରୁ ନିନ୍ଦନୀୟ। ଏବେ ପୁଣି ବିଚାରିବାର ବିଷୟ ହେଉଛି ଯେ 12 ମାସ ଅର୍ଥାତ୍ 365 ଦିନ ମଧ୍ୟରୁ କେବଳ ଗୋଟିଏ ପକ୍ଷ ଖାଇବା ପାଇଁ ଧାର୍ଯ୍ୟ କରାଯାଇ 350 ଦିନ ସେମାନଙ୍କୁ କାହିଁକି ଉପବାସରେ ରଖାଯାଇଥାଏ। ଏତ ଦିନ ଉପବାସରେ ରହିବା ଦ୍ୱାରା ସେମାନଙ୍କୁ କେବେ କ'ଣ କ୍ଷୁଧା ହେଉନଥିବ? ପୁଣି ନିର୍ଦ୍ଦିଷ୍ଟ 15 ଦିନ ମଧ୍ୟରୁ କେବଳ ଗୋଟିଏ ଦିନ ମାତ୍ର ଭୋଜନ କରି କିପରି ଭାବେ ବର୍ଷ ସାରା ତୃପ୍ତ ହୋଇ ରହିଥିବେ? ଏପରି କେବେ କ'ଣ କେଉଁଠି ହୋଇଛି ନା ସମ୍ଭବ ହେବ? ପ୍ରକୃତରେ ଏହା ଯଦି ସମ୍ଭବ, ତେବେ ପରୀକ୍ଷା କରିବା ଉଦ୍ଦେଶ୍ୟରେ କୌଣସି ଜଣେ ମନୁଷ୍ୟକୁ 15 ଦିନ ପର୍ଯ୍ୟନ୍ତ ପ୍ରଚୁର ପରିମାଣରେ ଖାଇବାକୁ ଦେଇ ବର୍ଷ ସାରା ସେ କିପରି ଜୀବନ ଧାରଣ କରି ରହିବ, ଥରଟିଏ ତାହା ପରୀକ୍ଷା କରି ସମସ୍ତଙ୍କୁ ଦେଖାଇଲେ ତେବେ ଆଉ କାହାର ସନ୍ଦେହ କରିବାର ଆଉ ଅବକାଶ ରହିବ ନାହିଁ। ଗଭୀର ଭାବେ ଚିନ୍ତନ କରି ଦେଖିଲେ ପ୍ରକୃତରେ ତାହା ପୁଣି 15 ଦିନ ନୁହେଁ, ସମସ୍ତଙ୍କ ପକ୍ଷରେ ତାହା ଯେପରି ସୁବିଧା ହୁଏ ତାକୁ ବିଚାର କରି 15 ଦିନ ଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରୁ କେବଳ କୌଣସି ଗୋଟିଏ ଦିନ ପରିବାରର ଲୋକେ ସୁବିଧା ସୁଯୋଗ ଦେଖି
ଶ୍ରାଦ୍ଧ ନାମରେ ପିତୃପୁରୁଷମାନଙ୍କୁ କ୍ଷୀରି ଖେଚେଡ଼ି ଖାଇବା ପାଇଁ ଦେଇଥାନ୍ତି। ଏପରି ମଧ୍ୟ ବିଚାର କରାଯାଇଥାଏ ଯେ ବ୍ରାହ୍ମଣମାନଙ୍କୁ ଭୂରି ଭୋଜନରେ ଆପ୍ୟାୟିତ କରାଇବା ଦ୍ୱାରା ସେହି ଭୋଜନକୁ ମୃତ୍ୟୁବରଣ କରିଥିବା ପିତୃପୁରୁଷମାନଙ୍କ ନିକଟରେ ନିଶ୍ଚିତ ଭାବେ ଯାଇ ପହଞ୍ଚି ଯାଇଥାଏ। ପ୍ରକୃତରେ ସେସବୁ ଖାଦ୍ୟ ପଦାର୍ଥ ଯଦି ପିତୃପୁରୁଷମାନଙ୍କ ନିକଟକୁ ଚାଲି ଯାଉଥାନ୍ତା, ତେବେ ବ୍ରାହ୍ମଣମାନଙ୍କୁ ପୁଣି ଥରେ ନିଶ୍ଚିତ ଭାବେ କ୍ଷୁଧା ହୁଅନ୍ତା। ଆଚ୍ଛା, ନିଜ ପେଟ ପୂରଣ ପାଇଁ ସେମାନଙ୍କୁ ପୁଣି ଥରେ ଭୋଜନ କରିବାକୁ ପଡ଼ନ୍ତା। କିନ୍ତୁ କେଉଁଠାରେ ମଧ୍ୟ ସେପରି କେବେ ହୋଇନଥାଏ। ଶ୍ରାଦ୍ଧରେ ଯୋଗଦାନ କରିଥିବା ବ୍ରାହ୍ମଣମାନଙ୍କୁ ଦୟାକରି ଥରେ ପଚାରନ୍ତୁ ଯେ ସେମାନେ ଯେଉଁ ଖାଦ୍ୟ ପଦାର୍ଥ ପିତୃପୁରୁଷମାନଙ୍କ ନିକଟକୁ ଯାଇ ପହଞ୍ଚାଇଦେଲେ, ତେବେ ସେହି ପିତୃପୁରୁଷମାନେ କେଉଁଠାରେ କିପରି ଭାବେ ବସବାସ କରି ରହିଛନ୍ତି। ବୁଦ୍ଧି ଖଟାଇ ଯଦି ବିଚାର କରିବା, ତେବେ ଜାଣିପାରିବା ମୃତ୍ୟୁବରଣ କରିଥିବା ଯେକୌଣସି ବ୍ୟକ୍ତି ପାଇଁ କୌଣସି ପ୍ରକାର ଶ୍ରାଦ୍ଧ କରିବାର ଆବଶ୍ୟକତା ତିଳେ ମାତ୍ର ନାହିଁ। କାରଣ ଜଣେ ଯେଉଁ ଖାଦ୍ୟ ପଦାର୍ଥକୁ ଖାଏ, ତେବେ ମଧ୍ୟ ତାହା ଇତର ବ୍ୟକ୍ତିମାନଙ୍କ ନିକଟକୁ କୌଣସି ପ୍ରକାରରେ ଯାଇପାରେ ନାହିଁ। ପୁଣି ମଧ୍ୟ ଆମକୁ ଜାଣିବାକୁ ପଡ଼ିବ ଯେ ସ୍ୱର୍ଗୀୟ ପିତୃପୁରୁଷମାନେ ସୁସ୍ଥ ସବଳ ହୋଇ ରହିଛନ୍ତି ନା କୌଣସି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଦୈବାତ୍ ଯଦି ସେମାନେ ରୋଗାକ୍ରାନ୍ତ ହୋଇଥାନ୍ତି, ତେବେ ଗରିଷ୍ଠ ପୁରୀ ହାଲୁଆ ବା କ୍ଷୀରି ଦେବାର କି ଆବଶ୍ୟକତା ଅଛି? ସେମାନଙ୍କ ପାଇଁ ଉପଯୁକ୍ତ ଔଷଧ, ତା ସହିତ ଲଘୁପାକ ଖାଦ୍ୟ କିମ୍ବା ଡାଲିକୁ ଛାଣି ତାର ପାଣି ଖାଇବାକୁ ଦେବାକୁ ହେବ। କାରଣ ରୋଗୀମାନଙ୍କ ପାଇଁ ଯେପରି ଖାଦ୍ୟମାନ ଆବଶ୍ୟକ, ସେପରି ଅବସ୍ଥାରେ ସେମାନଙ୍କୁ ଯଦି ଗରିଷ୍ଠ ଖାଦ୍ୟ ଦିଆଯାଏ, ତେବେ ରୋଗ ବୃଦ୍ଧି ହେବାର ସମ୍ଭାବନାକୁ କେବେ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ। ପୁଣି ଆହୁରି ମଧ୍ୟ ବିବେଚନା କରିବା ଅତ୍ୟନ୍ତ ଆବଶ୍ୟକ ଯେ ମୃତ ବ୍ୟକ୍ତି ଯେଉଁ ଯୋନିରେ ଜନ୍ମଗ୍ରହଣ କରିଛି, ପୁଣି କେଉଁ ଅବସ୍ଥାରେ କିପରି ଭାବେ ସେ ରହିଛି, ସେସବୁ ଉତ୍ତମ ରୂପେ ଅବଗତ ହୋଇ ତଦନୁକୂଳ ଖାଦ୍ୟ ଯୋଗାଇ ଦେବାର ଅତ୍ୟନ୍ତ ଆବଶ୍ୟକତା ରହିଛି। ସେମାନଙ୍କର ବାସ୍ତବ ବା ପ୍ରକୃତ ଅବସ୍ଥାକୁ ଅବଗତ ନ ହୋଇ ଧୁଆମୂଳା ଅଧୁଆମୂଳା ସମାନ ନୀତିରେ ସମସ୍ତଙ୍କୁ କ୍ଷୀରି ଖିଚୁଡ଼ି ହାଲୁଆ ପ୍ରଭୃତି ଖାଇବାକୁ ଦେବାର କି ଆବଶ୍ୟକତା ଅଛି? ନିଜ କୃତ କର୍ମ ଫଳରେ ଜଣେ ଯଦି ଦୈବାତ୍ ପଶୁପକ୍ଷୀ କୀଟପତଙ୍ଗ ବା ସରୀସୃପ ହୋଇ ଜନ୍ମଗ୍ରହଣ କରିଥାଏ, ତେବେ ତା ପାଇଁ ଯେଉଁ ଯେଉଁ ଖାଦ୍ୟ ଆବଶ୍ୟକ, ଠିକ୍ ସେହିପରି ଖାଦ୍ୟ ଯୋଗାଇ ଦେବାର ଆବଶ୍ୟକତା ରହିଛି। ଯଦି ସେ ପ୍ରକୃତରେ ପୁଣି ଥରେ ମନୁଷ୍ୟ ଜନ୍ମ ଗ୍ରହଣ କରିଥାଏ, ତେବେ କ୍ଷୀରି ପୁରୀ ହାଲୁଆ ଯୋଗାଇ ଦେବାର ଯଥାର୍ଥତା ରହିଛି। ସେ କେଉଁ ଜନ୍ମ ଗ୍ରହଣ କରିଛି, ତାହା ଅବଗତ ନ ହୋଇ ମନୁଷ୍ୟ ଉପଯୋଗୀ ଖାଦ୍ୟ ପୋଷ୍ଟମ୍ୟାନର ଦାୟିତ୍ୱ ତୁଲାଉଥିବା ବ୍ରାହ୍ମଣମାନଙ୍କ ଦ୍ୱାରା ପଠାଇବାର କି ପ୍ରାସଙ୍ଗିକତା ଅଛି, ତାହା ଥରେ ସୁସ୍ଥ ଚିତ୍ତରେ ବିଚାର କରିବାର ଏକାନ୍ତ ଆବଶ୍ୟକତା ରହିଛି। ତାହା ସଙ୍ଗେ ପୁଣି ମଧ୍ୟ ବିଚାରିବାକୁ ହେବ ଯେ ମୃତ ବ୍ୟକ୍ତି ସ୍ୱକୀୟ ଧର୍ମର ପ୍ରାବଲ୍ୟତା ଦୃଷ୍ଟିରୁ ଯଦି ଅତ୍ୟନ୍ତ ଧନାଢ଼୍ୟ ବା ରାଜା ମହାରାଜାଙ୍କ ଘରେ ଜନ୍ମଗ୍ରହଣ କରି ଘିଅ ଦୁଧ ପ୍ରଭୃତି ଉତ୍କୃଷ୍ଟ ଖାଦ୍ୟ ଖାଇ ଅତି ଆନନ୍ଦର ସହିତ ମନ ମଉଜରେ କାଳାତିପାତ କରୁଛି, ତେବେ ପ୍ରଦତ୍ତ କ୍ଷୀରି ପୁରୀ ହାଲୁଆ ପ୍ରଭୃତିକୁ ଆଦର କରି ଆଗ୍ରହର ସହିତ କଦାପି ଖାଇବ ନାହିଁ। ଦ୍ୱିତୀୟତଃ, କୌଣସି ବ୍ୟକ୍ତିର ପିତୃପୁରୁଷମାନେ ଯେକୌଣସି ଯୋନିରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଶ୍ରାଦ୍ଧ ଦିବସମାନଙ୍କରେ ଭୋଜନ କରିବା ପାଇଁ ସେମାନେ ସୂକ୍ଷ୍ମ ଶରୀର ଧାରଣ କରି ଯଦି ଚାଲିଯାଆନ୍ତି, ତେବେ ସେମାନେ କେଉଁ କେଉଁ ଶରୀରକୁ ଆସିଥିବେ, ତେବେ ସେହି ପ୍ରାଣୀମାନେ କିପରି ଭାବେ ବା ଜୀବନ ଧାରଣ କରି ରହିପାରିବେ? ସେମାନେ ନିଶ୍ଚିତ ଭାବେ ମୃତ୍ୟୁବରଣ କରିବେ, ଏଥିରେ ତିଳେମାତ୍ର ସନ୍ଦେହର ଅବକାଶ ନାହିଁ। ଯେପରି ସୁସ୍ୱାଦୁ ଖାଦ୍ୟ ପଦାର୍ଥ ହେଉ ନା କାହିଁକି, ତାକୁ ଥରଟିଏ ମାତ୍ର ଖାଇବା ପାଇଁ ସେ ଯେଉଁ ପ୍ରାଣୀଙ୍କୁ ଆଶ୍ରୟ କରି ରହିଥିବ, ସେହି ପ୍ରାଣୀକୁ ଜୀବନରେ ନିଃଶେଷ କରିଦେଇ ସାଧାରଣ ଖାଦ୍ୟ ଗଣ୍ଡାକ ପାଇଁ ସତରେ ସେ କ'ଣ ଯିବା ପାଇଁ ଇଚ୍ଛା କରିବ? ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ପୁଣି ହେଉଛି, ଯଦି କୌଣସି ଆତ୍ମା ଆଜୀବନ ଧର୍ମକର୍ମରେ ଲିପ୍ତ ରହି ତତ୍ତ୍ୱଜ୍ଞାନ ଲାଭ କରି ମୋକ୍ଷ ଲାଭ କରିଥାଏ, ତେବେ ତାର ସାଂସାରିକ ଖାଦ୍ୟ ପଦାର୍ଥ ଖାଇବା ପାଇଁ କୌଣସି ପ୍ରକାରେ ଇଚ୍ଛା ଜାତ ହୋଇନଥାଏ। ପୁଣି ତାହାର ବିପରୀତ ଅନ୍ୟ କୌଣସି ଏକ ଆତ୍ମା ଗର୍ହିତ ନିନ୍ଦନୀୟ କର୍ମମାନ କରି କୁକୁର, ବାଘ, ସିଂହ, ହେଟା ବାଘ ହୋଇ ଯଦି ଜନ୍ମଗ୍ରହଣ କରିଥାଏ, ପୁଣି କୌଣସି ଅନ୍ୟ ଏକ ଆତ୍ମା ଅତି ଗର୍ହିତ କାର୍ଯ୍ୟମାନ କରି
ନର୍ଦ୍ଦମାର କୀଟ କିମ୍ବା ବିଷ୍ଠାର କୃମି ହୋଇ ଜାତ ହୋଇଥାଏ, ତେବେ କ୍ଷୀରି ପୁରୀ ହାଲୁଆ ଦ୍ୱାରା କେବେ ମଧ୍ୟ ସେ ତୃପ୍ତ ବା ଉପକୃତ ହୋଇପାରେ ନାହିଁ। ତେବେ ଶ୍ରାଦ୍ଧ ଦ୍ୱାରା ସେମାନଙ୍କର ପରବର୍ତ୍ତୀ କାର୍ଯ୍ୟ କିପରି ବା ସୁରୁଖୁରୁରେ ଚଳିବ? ପୁଣି କଥିତ ହୋଇଛି, ଭିନ୍ନ ରୁଚି ହିଁ ଅର୍ଥାତ୍ ପ୍ରତ୍ୟେକ ଲୋକଙ୍କର ନିଜ ନିଜ ଅନୁକୂଳ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ପଦାର୍ଥମାନ ରହିଛି। ପ୍ରତ୍ୟେକ ମନୁଷ୍ୟଙ୍କ ଖାଦ୍ୟ ପଦାର୍ଥ କେବେ ମଧ୍ୟ ଏକ ପ୍ରକାର ହୋଇପାରିବ ନାହିଁ। ତେବେ ସେମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଖାଦ୍ୟ ପଦାର୍ଥର ଦିଆଯାଇଛି ସେଗୁଡ଼ିକ ଖାଇ ସେମାନେ ସମସ୍ତେ କଦାପି ଆତ୍ମତୃପ୍ତି ଲାଭ କରିପାରିବେ ନାହିଁ। ପୁଣି ଅନ୍ୟ ଏକ ବିଚାର ବିଷୟ ହେଉଛି, କୌଣସି ଜଣେ ଭଦ୍ରବ୍ୟକ୍ତି ନିଜର ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନଙ୍କ ନିକଟକୁ ସୁନ୍ଦର ଭାବେ ପତ୍ର ଖଣ୍ଡିଏ ଲେଖି ଭୁଲବଶତଃ ଠିକଣା ନ ଲେଖି ପତ୍ରକୁ ନେଇ ଲେଟର ବକ୍ସରେ ପକାଇଦେଲେ, ତେବେ ସେହି ପତ୍ର ଖଣ୍ଡିକ ଯଥାସ୍ଥାନରେ ଯାଇ କଦାପି ପହଞ୍ଚି ପାରିବ ନାହିଁ। ଦ୍ୱିତୀୟତଃ, ଠିକଣା ଲେଖିଲେ କିନ୍ତୁ ଠିକଣା ଲେଖିଲେ କିନ୍ତୁ କଣ କହିଲେ? ଦ୍ୱିତୀୟତଃ, ଠିକଣା ଲେଖିଲେ କିନ୍ତୁ ଭୁଲ ଠିକଣା ଲେଖି ଡାକଘରେ ନେଇ ପକାଇଦେଲେ, ତେବେ ସେହି ପତ୍ର କଦାପି ଯଥାସ୍ଥାନରେ ଯାଇ ପହଞ୍ଚି ପାରିବ ନାହିଁ। ତାର ସେହି କାର୍ଯ୍ୟକୁ କେହି କେବେ ମଧ୍ୟ ବୁଦ୍ଧିମତାର କାର୍ଯ୍ୟ ବୋଲି କହିବେ ନାହିଁ, କାରଣ ତାଙ୍କର ପ୍ରେରିତ ପତ୍ରକୁ ନିର୍ଦ୍ଦିଷ୍ଟ ବନ୍ଧୁ ବା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନିକଟରେ କେହି ମଧ୍ୟ ପହଞ୍ଚାଇ ଦେବା ପାଇଁ ସମର୍ଥ ହୋଇପାରିବେ ନାହିଁ। ଏପରି ଘଟଣାମାନ ଅନେକ ସ୍ଥାନରେ ଘଟିଛି। ଏହାର ଅବଧାରଣା କରିବାର ଉଦ୍ଦେଶ୍ୟ ହେଉଛି ଯେ ମୃତ ପିତୃ ପୁରୁଷମାନେ କେଉଁଠାରେ ଅଛନ୍ତି, କେତେ ଦୂରରେ ପୁଣି ଅଛନ୍ତି, ସେ କି କାମ ସବୁ କରୁଛନ୍ତି, ଏ ସମସ୍ତ ବିଷୟକୁ କିଞ୍ଚିତ୍ ମାତ୍ରାରେ ମଧ୍ୟ ଅବଗତ ନ ହୋଇ ଅନୁମାନିକ ଭାବେ ବ୍ରାହ୍ମଣମାନଙ୍କୁ ଖାଇବାକୁ ଦେଉଥିବା ପଦାର୍ଥ ପିତୃପୁରୁଷମାନଙ୍କ ନିକଟରେ କିପରି ଭାବେ ପହଞ୍ଚିବ, ସେ ସବୁକୁ ଥରେ ସୁସ୍ଥ ଚିତ୍ତରେ ବିଚାର କରି କାର୍ଯ୍ୟକ୍ଷେତ୍ରରେ ଅଗ୍ରସର ହୋଇ ନିଶ୍ଚିତ ଭାବେ ଭଲ ହୁଅନ୍ତା। ତଦ୍ଦ୍ୱାରା ପ୍ରକୃତ ଲାଭ ହୁଅନ୍ତା। ଏପରି କାର୍ଯ୍ୟକୁ ଅନ୍ଧବିଶ୍ୱାସ ବ୍ୟତୀତ ଅନ୍ୟ କିଛି କୁହାଯାଇ ପାରିବ ନାହିଁ। ବ୍ରାହ୍ମଣମାନଙ୍କୁ ଖାଇବା ପାଇଁ ଦେଉଥିବା ପଦାର୍ଥ ସତରେ ଯଦି ସ୍ୱର୍ଗୀୟ ପିତୃପୁରୁଷମାନଙ୍କ ନିକଟରେ ପହଞ୍ଚି ଯାଉଥାନ୍ତା, ତେବେ ଯେଉଁ ବ୍ୟକ୍ତିମାନେ ନିଜ ଘରଦ୍ୱାର ଓ ଗାଁକୁ ତ୍ୟାଗ କରି ପରିଭ୍ରମଣ ବା ତୀର୍ଥାଟନ ପାଇଁ ଦେଶର ବିଭିନ୍ନ ସ୍ଥାନ ବା ବିଭିନ୍ନ ଅଞ୍ଚଳକୁ ଅଥବା ବିଦେଶକୁ ଯାଇଥାନ୍ତି, ସେମାନେ ଭୋଜନ କରିବା ପାଇଁ ନିଜ ଅନୁକୂଳ ଭୋଜନାଳୟକୁ ଖୋଜି ଖୋଜି ନୟାନ୍ତ ହୋଇଯାଆନ୍ତି। ଯଥା ସମୟରେ ଭୋଜନ ମଧ୍ୟ କରିପାରନ୍ତି ନାହିଁ। ଭୋଜନ ପରେ ପୁଣି ଶହ ଶହ ଟଙ୍କା ଗଣି ଦେଇଥାନ୍ତି। ସେ ଅସୁବିଧାରୁ ରକ୍ଷା ପାଇବା ପାଇଁ କେତେକ ଲୋକ ଘରୁ ଜଳଖିଆ ପତ୍ର ନିଜ ସାଥିରେ ନେଇ ଅନ୍ୟ ସ୍ଥାନକୁ ଯାଇଥାନ୍ତି। ହୋଟେଲରେ ଆଶ୍ରୟ ନେଉଥିବା ବ୍ୟକ୍ତିମାନେ ଯଥା ସମୟରେ ଖାଦ୍ୟ ମଧ୍ୟ ପାଇପାରନ୍ତି ନାହିଁ, ବିଳମ୍ବରେ ଖାଇବା ପାଇଁ ବାଧ୍ୟ ହୋଇଥାନ୍ତି। ଯଦି ବ୍ରାହ୍ମଣମାନଙ୍କୁ ଖାଇବାକୁ ଦେବା ଦ୍ୱାରା ମୃତ୍ୟୁବରଣ କରିଥିବା ଦ୍ୱିତୀୟତଃ ଅଜ୍ଞାତ ସ୍ଥାନରେ ଥିବା ପିତୃପୁରୁଷମାନଙ୍କୁ ସେ ସବୁ ଖାଦ୍ୟ ଅନାୟାସରେ ମିଳିଯାଉଛି, ତେବେ ଯେଉଁ ଲୋକମାନେ ବିଦେଶକୁ ବା ଦେଶର କୌଣସି ଦୂର ସ୍ଥାନକୁ କାର୍ଯ୍ୟବଶତଃ ଯାତ୍ରା କରିଥାନ୍ତି, ତେବେ ସେମାନଙ୍କ ଘରମାନଙ୍କରେ ରୋଷେଇ କରିସାରିବା ପରେ ଯଥା ସମୟରେ ବ୍ରାହ୍ମଣମାନଙ୍କୁ ଯଦି ଭୋଜନ କରାଇ ଦିଅନ୍ତେ, ତେବେ ଦୂର ସ୍ଥାନରେ ଥିବା ମଧ୍ୟ ସେହି ଆତ୍ମୀୟ ସ୍ୱଜନମାନଙ୍କ ପେଟ ନିଶ୍ଚୟ ପୂର୍ଣ୍ଣ ହୋଇଯାଆନ୍ତା। ଭୋଜନ ଗଣ୍ଡାକ ପାଇଁ ସେମାନଙ୍କୁ ଆଉ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ। ଦ୍ୱିତୀୟତଃ, ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୁଅନ୍ତା ନାହିଁ। ନିଜର ଅନୁକୂଳ ଖାଦ୍ୟ ପଦାର୍ଥ ଅନାୟାସରେ ଯଥା ସମୟରେ ମିଳିଯାଆନ୍ତା। ଏଣୁ ଗଭୀର ଭାବରେ ଚିନ୍ତନ କରି ବିଚାର କଲେ ଜାଣିପାରିବେ, ମୃତ ପିତୃପୁରୁଷ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ କରିବା ପ୍ରହସନ ବ୍ୟତୀତ ଅନ୍ୟ କିଛି ହିଁ ହୋଇନପାରେ। ଏଣୁ ଏପରି କାର୍ଯ୍ୟ କରିବା ଅର୍ଥ ଆପଣାକୁ ପ୍ରତାରଣା କରିବା ହିଁ ସାର ହୋଇଥାଏ।